ସମସ୍ତେ ଉପସ୍ଥିତ ଅଛନ୍ତି ଏବଂ ସମସ୍ତେ କିଭଳି ଭାବରେ ଆମର ଶିକ୍ଷାର୍ଥୀ ମାନେ ସାରା ଆମର ନବରଙ୍ଗପୁର ଜିଲ୍ଲାରେ ଆସିଛନ୍ତି ସେମାନଙ୍କ ଭିତରେ କିଭଳି ଭାବରେ ସେମାନେ ଆଗାମୀ ଦିନରେ ଯେତେବେଳେ ମଧ୍ୟ କୌଣସି ବ୍ୟକ୍ତିବିଶେଷ ଅସୁବିଧାରେ ଥିବେ ତାଙ୍କୁ କିଭଳି ଭାବରେ ସେବା ଏବଂ ତାଙ୍କ ପ୍ରତି କିଭଳି ସାହାଯ୍ୟ ମନୋଭାବ ରହିବ ସେଇଟା ହେଉଛି ମୂଳ ଉଦ୍ଦେଶ୍ୟ ଏବଂ ସମସ୍ତେ କିଭଳି ନିଜର ଗୋଟେ ଫ୍ରେଣ୍ଡସିପ୍ ହିସାବରେ ସମସ୍ତେ ବଞ୍ଚିବା ଏବଂ କିଭଳି ଭାବରେ ଆମେ ସମସ୍ତେ ଭାଇଚାରା ରହିବା ଏକତ୍ରିତ ହେବା ଏବଂ ଆମେ ସମସ୍ତେ ଏ ରେଡ୍ କ୍ରସ୍ର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ଯେତେବେଳେ ବିପନ୍ନମାନେ ଯେଉଁମାନେ ଅସୁବିଧାରେ ଥିବେ ପ୍ରକୃତରେ ସେମାନଙ୍କୁ ଯଦି ଆମେ ସାହାଯ୍ୟ କରିପାରିବା ଉପଯୁକ୍ତ ସମୟରେ ବୋଲେ ନିଶ୍ଚିତ ଭାବରେ ସେମାନଙ୍କର ଜୀବନ ଧନ୍ୟ। थैंक यू। କେମିତି କ'ଣ କାର୍ଯ୍ୟକ୍ରମ ପରିଚାଳନା ହେଉଛି ଆଉ କେତେ କ'ଣ ବ୍ଲକ୍ରେ ଆସୁଛନ୍ତି ଯୋଗଦାନ? ଆଜି ଦେଖନ୍ତୁ ଆମର ନବରଙ୍ଗପୁର ଜିଲ୍ଲାସ୍ତରୀୟ ଅଷ୍ଟମ ରେଡ୍ କ୍ରସ୍ ତାଲିମ ତଥା ପ୍ରଶିକ୍ଷଣ ଶିବିର ଏଠି ଅନୁଷ୍ଠିତ ହେଉଛି। ଆସନ୍ତା 3 ଦିନ ଧରି କୋଷାଗୁମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିବ। ଏଥିରେ ପିଲାମାନଙ୍କୁ ଆମେ ପ୍ରାୟ ଜୀବନ ରକ୍ଷାକାରୀ କୌଶଳ ବିଷୟରେ ଶିକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଆମକୁ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଯେଉଁ ଟ୍ରେନର୍ମାନେ ଅଛନ୍ତି, ମେଡ଼ିକାଲର ଟ୍ରେନର୍ ଅଛନ୍ତି, ଫାୟାର ଡିପାର୍ଟମେଣ୍ଟର ଟ୍ରେନର୍ ଅଛନ୍ତି, ସମସ୍ତେ ପୁଲିସର ଟ୍ରେନର୍ ଅଛନ୍ତି, ସମସ୍ତେ ଆମ ପିଲାମାନଙ୍କୁ ଶିଖେଇବେ। ଏହାର ମୂଳ ଲକ୍ଷ୍ୟ ହେଉଛି କେମିତି ଅସହାୟ ବିପନ୍ନ ଲୋକଙ୍କୁ ଆମେ ଯଥା ସମୟରେ ସେବା ଯୋଗାଇ ପାରିବା ତଥା ଯେମିତି ଜୀବନ ରକ୍ଷାକାରୀ ଯେଉଁ ଉପାଦେୟ ରକ୍ତଦାନ ଭଳିଆ ଉପାଦେୟ ଜିନିଷ ଅଛି ତା ବିଷୟରେ ମଧ୍ୟ ସଚେତନ କରିବା କାର୍ଯ୍ୟକ୍ରମ ଅଛି। ଆସନ୍ତାକାଲି ଏଠି ଗୋଟେ ମେଗା ବ୍ଲଡ୍ ଡୋନେସନ୍ କ୍ୟାମ୍ପର ମଧ୍ୟ ଆୟୋଜନ କରାଯାଇଛି ଏବଂ ଆଜିର ଏହି ତାଲିମ ଶିବିରରେ ଆମର 10ଗୋଟି ବ୍ଲକରୁ ପାଖାପାଖି 500ରୁ ଉର୍ଦ୍ଧ୍ୱ ଜୁନିୟର୍ସ ମାନେ ଭାଗ ନେଇଛନ୍ତି, ଯେଉଁମାନେ ଆସନ୍ତା 3 ଦିନ ଧରି ଏଠି ରହିବେ ଏବଂ ବିଭିନ୍ନ କୌଶଳ ଶିଖିବେ ତଥା ବ୍ଲକରେ ଯାଇକି ତାଙ୍କର ପିଲାମାନଙ୍କ ଏବଂ ସ୍କୁଲମାନଙ୍କ ଭିତରେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ପ୍ରଚାର ପ୍ରସାର କରିବେ। କେତେ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ? ବର୍ତ୍ତମାନ ସୁଦ୍ଧା 500 ପାଖାପାଖି ପିଲା ଆମର ରେଜିଷ୍ଟ୍ରେସନ୍ କଲେଣି। ଆମେ ପାଖାପାଖି 700 ଟାର୍ଗେଟ୍ ଅଛି। ଆମେ ଆଶା କରୁଛୁ 700 ପାଖାପାଖି ପିଲା ଆମ ପାଖକୁ ଆସିବେ ଏବଂ ଆଉ ଅଧଘଣ୍ଟା ଘଣ୍ଟାର ଭିତରେ ଆମର ରେଜିଷ୍ଟ୍ରେସନ୍ थैंक यू। ପ୍ରକୃତରେ ସେଇ ରେଡ୍ କ୍ରସ୍ର ଗୋଟେ ସୈନିକ ହେବା ପାଇଁ ଆଜି ଯେଉଁ ଛାତ୍ରଛାତ୍ରୀମାନଙ୍କୁ ଏଠି ଆହ୍ୱାନ କରାଯାଇଛି ଏବଂ ତାଙ୍କୁ ତାଲିମ ଦିଆଯିବ, ସେମାନେ ଭବିଷ୍ୟତରେ ଜଣେ ଜଣେ ରେଡ୍ କ୍ରସ୍ର ସୈନିକ ହେବେ। ସମାଜର ଯେକୌଣସି ବର୍ଗର ବ୍ୟକ୍ତିଙ୍କର ଆପଦ ବିପଦରେ ସେମାନେ ଠିଆ ହେବେ, ଏଇଟା କମ୍ ବଡ଼ କଥା ନୁହେଁ। ତେଣୁକରି ମୁଁ ଆଉ ବିଶେଷ ସମୟ ନେବି ନାହିଁ। ନିଶ୍ଚିତ ଭାବରେ ଏହି ମହତ୍ କାମରେ ଯେଉଁମାନେ ତାଲିମ ଆଜି ଲାଭ କରିବେ ଏବଂ ଯେଉଁମାନେ ତାଙ୍କୁ ତାଲିମ ଦେବାର ବ୍ୟବସ୍ଥା କରିଛନ୍ତି ସେ ସମସ୍ତଙ୍କୁ ଅଶେଷ ଅଶେଷ କୃତଜ୍ଞତା ମୁଁ ଜଣାଉଛି। ଧରନ୍ତୁ କାହାର ଆକ୍ସିଡେଣ୍ଟ ହେଇଛି ତାକୁ ସାଙ୍ଗେ ସାଙ୍ଗେ ଆପଣ ରିଲ୍ସ କରନ୍ତୁ ନାହିଁ, ଫଟୋ ଉଠାନ୍ତୁ ନାହିଁ, ସାଙ୍ଗେ ସାଙ୍ଗେ ଯେମିତି ତାକୁ 108 ଗାଡ଼ି ଡକେଇକି ତାକୁ ମେଡ଼ିକାଲରେ ପହଞ୍ଚାଇବା ବ୍ୟବସ୍ଥା କରନ୍ତୁ। ଯେଉଁମାନଙ୍କର ସ୍ୱାସ୍ଥ୍ୟ ଖରାପ ଅଛି ସେମାନଙ୍କୁ ମେଡ଼ିକାଲ ନେବାର ବ୍ୟବସ୍ଥା କରନ୍ତୁ। ଯେଉଁମାନଙ୍କର ଅସହାୟ ଅଛନ୍ତି ସେମାନଙ୍କୁ ଯେମିତି ସହଯୋଗ ଆମେ କରିପାରିବା ସେହିସବୁ ଜିନିଷ କରନ୍ତୁ ଏବଂ ଆଗାମୀ ଦିନରେ ଜଣେ ଉତ୍ତମ ନାଗରିକର ପରିଚୟ ଦେବା ପାଇଁ ଆପଣମାନେ ସଦାସର୍ବଦା ଆପଣଙ୍କ ମନ ଭିତରେ ସ୍ଥିର କରନ୍ତୁ ଯେ ମୁଁ ଗୋଟେ ଉତ୍ତମ ନାଗରିକ ହେବି ଏବଂ ଦେଶ ପାଇଁ କାମ କରିବି, ଗରିବ ନିଃସହାୟମାନଙ୍କ ପାଇଁ କାମ କରିବି ଏବଂ ଏଇ ଯେଉଁ ରେଡ୍ କ୍ରସ୍ ଗୋଟେ ଏମିତି ଜରିଆ ଯାହା ଜରିଆରେ ଆମେ ନିଶ୍ଚିତ ଭାବରେ ସାହାଯ୍ୟ କରିପାରିବା। ମୁଁ ବିଶେଷ କିଛି କହିବି ନାହିଁ, ସମୟର ଅଭାବ ଥିବାରୁ ଏତିକି କହି ମୋ ବକ୍ତବ୍ୟ ବନ୍ଦ କରୁଛି। ଧନ୍ୟବାଦ, ନମସ୍କାର। ଆଜି ଅଷ୍ଟମ ଜୁନିୟର ରେଡ୍ କ୍ରସ୍ର ଉଦ୍ଘାଟନୀ ଉତ୍ସବରେ ମଞ୍ଚାସୀନ ଆଜିର ମୁଖ୍ୟ ଅତିଥି ଥିଲେ ସମ୍ମାନୀୟ ବିଧାୟକ ମହୋଦୟ, ଯିଏକି ତାଙ୍କର ବ୍ୟସ୍ତବହୁଳ ସମୟ ଭିତରୁ ଏଠାରେ ଉପସ୍ଥିତ ହୋଇ ସମସ୍ତ ପିଲାମାନଙ୍କୁ ଆଜିର ରେଡ୍ କ୍ରସ୍ର ଅଭିମୁଖ ବିଷୟରେ ସୂଚନା ଦେଇଛନ୍ତି। ତେଣୁ ତାଙ୍କୁ ଏହି ଜିଲ୍ଲାରୁ ଆମେ এই অনুষ্ঠান তরফରୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି। ଆଜିର ମୋଟୋ ହେଲା ଜୁନିୟର ରେଡ୍ କ୍ରସ୍ର ଏଇ ବର୍ଷର ମୋଟୋ ଆଇ ସେର୍ଭ। କ'ଣ ସମସ୍ତେ କୁହ, ଆଇ ସେର୍ଭ ମାନେ ମୁଁ ସେବା କରିବି, ମୁଁ କାହାକୁ ଦେଖିବିନି, କାହାକୁ ଦେଖିବିନି, କିଏ କ'ଣ କରୁଛି କରୁ, ମୁଁ କାହାକୁ ଅପେକ୍ଷା
କରିବି ନାହିଁ କିନ୍ତୁ ମୁଁ ସେବା କରିବି এই সেবা করিবার মনোভাব গীতর তালিম দেই গোটে গোটে প্রতিভাকে তৈরি করছেন ভুবনা জগা এবং রমেশ বহুত বহুত ধন্যবাদ এবং যাহাকর পাই এ তালিম শিবির অনুষ্ঠিত হয়েছে সমস্ত কুনি কুনি ছাত্র ছাত্রী মানকু স্বাগত জনাউছি অভিনন্দন জনাউছি